ନବଦୁର୍ଗାଙ୍କର 9ଟି ସ୍ୱରୂପ ମଧ୍ୟରୁ ଷଷ୍ଠ ସ୍ୱରୂପଟି ହେଉଛି କାତ୍ୟାୟନୀ। ନବରାତ୍ରିର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଏ। ଦେବତାମାନଙ୍କ କାର୍ଯ୍ୟସିଦ୍ଧି କରିବା ନିମନ୍ତେ ଦେବୀ ମହର୍ଷି କାତ୍ୟାୟନଙ୍କ ଆଶ୍ରମରେ ପ୍ରକଟିତ ହୋଇଥିଲେ। ମହର୍ଷି ତାଙ୍କୁ ନିଜର କନ୍ୟା ରୂପେ ଗ୍ରହଣ କରିଥିଲେ, ତେଣୁ ସେ କାତ୍ୟାୟନୀ ନାମରେ ପ୍ରସିଦ୍ଧ। ସିଂହ ବାହିନୀ ମା କାତ୍ୟାୟନୀ ତାଙ୍କର 4ଟି ହାତରେ କମଳ, ଖଣ୍ଡା, ଅଭୟ ମୁଦ୍ରା ଓ ବରମୁଦ୍ରାକୁ ଧାରଣ କରିଛନ୍ତି। ମା କାତ୍ୟାୟନୀ ଶକ୍ତି, ସାହସ ଓ ଧର୍ମର ପ୍ରତୀକ ଅଟନ୍ତି। ସେ ତାଙ୍କ ଭକ୍ତଙ୍କ ପାଇଁ କରୁଣାମୟୀ ଓ ପ୍ରେମର ମୂର୍ତ୍ତି ଅଟନ୍ତି। ମା କାତ୍ୟାୟନୀଙ୍କୁ ପୂଜା କଲେ ମନୁଷ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଚତୁର୍ବିଧ ଫଳ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ଜୀବନରୁ ଭୟ ଓ ଅସୁରକ୍ଷାର ଭାବନା ଦୂର ହୋଇଥାଏ। ଧୈର୍ଯ୍ୟ ଓ ସାହସ ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କ ମନରେ ସର୍ବଦା ଡର ଓ ଚିନ୍ତା ଘର କରି ରହିଛି, ସେହିପରି ଲୋକମାନେ ମା କାତ୍ୟାୟନୀଙ୍କୁ ପୂଜା କଲେ ସେମାନଙ୍କୁ ମାନସିକ ଶାନ୍ତି ମିଳିବା ସହିତ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ।